ଆମେ ପଢିଛୁ ନଳିନୀଙ୍କ ଭଲ୍ୟୁମରୁ ପ୍ରୋସେସ୍ ଅଫ୍ ପ୍ୟୁରିଫିକେସନ୍ ଶୁଦ୍ଧତାର ପଦ୍ଧତି ଅଲରେଡ଼ି ଗୋଟେ ପାରା ଆମେ ପଢ଼ିଥିଲୁ। ସେକେଣ୍ଡ ପାରା ଦେର୍ ଆର୍ ଟୁ ଟାଇପ୍ସ which mean two stages of control। ନିଜ ଉପରେ ସଂଯମ ଆଣିବାର ଦୁଇଟି ପଦ୍ଧତି ବା ଦୁଇଟି ସ୍ତର ରହିଛି। You can control your nature by the force of your will। ଜଣେ ନିଜର ସଂକଳ୍ପ ଶକ୍ତି ଦ୍ୱାରା ନିଜକୁ ସଂଯମରେ ରଖିପାରେ। As one does a wicked horse by means of a tooth bit। ଯେମିତି କଣ୍ଟା ଧରିକିରି ବା ବାଡ଼ି କଣ୍ଟାଯୁକ୍ତ ବାଡ଼ି ଧରିକିରି ଘୋଡ଼ାକୁ ସାବାଡ଼ କରାଯାଏ, ଠିକ୍ ସେଇ ଭାବରେ ନିଜକୁ କରିପାରେ। ବଟ୍ this control is precarious and the clearing or purification affected is only a skin deep। କିନ୍ତୁ ଇଏ ହେଉଛି ବହୁତ ବ୍ୟତିବ୍ୟସ୍ତ ଏଇ କଣ୍ଟ୍ରୋଲ, ଏ ସଂଯମର କିଛି ଅର୍ଥ ନାହିଁ, କାରଣ ଚମ ଭେଦିଲା ଭଳିଆ କଣ୍ଟ୍ରୋଲ ସେ କରେ। is only a purification, clearing of purification affected। जो शुद्धता एपटे रणाଯାଏ is only skin deep, ଟିକେ ଚମ ଭେଦିଲା ଭଳିଆ। at the slightest weakening of the will। ସଂକଳ୍ପର ସାମାନ୍ୟତମ ଢିଲା ହେତୁ or a momentary lack of vigilance କିମ୍ବା ଦୃଷ୍ଟି ଶକ୍ତିର କ୍ଷୀଣତା ଦୃଷ୍ଟି ବା ସାବଧାନତାର କ୍ଷୀଣତା ଦୃଷ୍ଟିରୁ you may find yourself in the very midst of a volcanic eruption of passion। ହଠାତ୍ ତୁମେ ଦେଖିବ କାମନା ବାସନାର ନିର୍ଘାତ କ'ଣ କୁହାଯିବ, ନିର୍ଘାତ ଝଡ଼ ଭିତରେ ତୁମେ ପଡ଼ିଯାଇଛ। even otherwise, even if there happens no external outburst। ମନେକର ବାହାରର ଏତେ ଗଣ୍ଡଗୋଳ ଅବସ୍ଥା ନ ଧରିଲେ ମଧ୍ୟ the burden or pressure of the ignorant nature is always there। ଅଜ୍ଞାନ ଯେଉଁ ପ୍ରକୃତିର ଅନ୍ଧ ପ୍ରକୃତିର ଯେଉଁ ଚାପ ସେ ସବୁବେଳେ ଜଣେ ଅନୁଭବ କରୁଥିବ। and the struggle or tension although thrown into the background। ଯଦିଓ ଯେଉଁ ରକମ ଭାବରେ କୁହାଯିବ ସଂଘର୍ଷ, ଯେଉଁ ରକମ ଭାବରେ ନିଜ ଭିତରେ ଥିବା ଅସୁବିଧା ଟିକେ ପଛକୁ ଫେରି ରଖିଦିଆଯାଇଥିବ, obstructs the nature, does not give it the free and spontaneous higher poise of the spirit। या ଯଦି କିଛି ପରିମାଣରେ ସଂଯମ ଆସିବ କିନ୍ତୁ ଜଷ୍ଟ ପଛକୁ ଟିକେ ଠେଲି ଯାଇଥିବ, ସେ ରେଡ଼ି ହେଇକି ବସିଥିବ, ସାମାନ୍ୟ ସୁବିଧା ପାଇଲେ ପୁଣି ଆକ୍ରମଣ କରିବ। ଦି ଅଦର କଣ୍ଟ୍ରୋଲ, ଏହା ହେଲା ଗୋଟିଏ ରକମ କଣ୍ଟ୍ରୋଲ। କେତେ ରକମ ସେ କହିଲେ, କେତେ ରକମ ଅଛି? ଟୁ ଷ୍ଟେଜେସ୍। ଇଏ ହେଲା ଗୋଟେ ଷ୍ଟେଜରେ ଯେଉଁଥିରେ ନିଜର ଇଚ୍ଛା ସଂକଳ୍ପ ଶକ୍ତିକୁ ବ୍ୟବହାର କରିକିରି ଜଣେ ନିଜ ଉପରେ ସଂଯମ ଆଣିପାରେ। ସେ ସଂଯମ କିଛି ନୁହେଁ, ପାଟି ବନ୍ଦ କରି ହାତ ବନ୍ଦ କରି ମୁହଁ ବନ୍ଦ କରିଦେବ, ହାତ ଦେଇକିରି ଟିକେ ଅପେକ୍ଷା କରିବା ପାଇଁ କହିବ, ଆଉ କିଛି ନାହିଁ। ଯେକୌଣସି ମୁହୂର୍ତ୍ତରେ ସେ ଆସିବ ପୁଣି ତୁମକୁ ଧରି ପକାଇବ। ଦ୍ୱିତୀୟ, ଦି ଅଦର କଣ୍ଟ୍ରୋଲ କମ୍ସ ଫ୍ରମ୍ ଦି ଇନମୋଷ୍ଟ ବିଙ୍ଗ, ଫ୍ରମ୍ ଦି ସ୍ପିରିଚୁଆଲ ସେଲ୍ଫ ଇଟସେଲ୍ଫ। ଦ୍ୱିତୀୟ ରକମ ଯେଉଁ ସଂଯମ ଆସେ, ସେ ଆସେ ଅନ୍ତରର ଗଭୀରରୁ, ଆତ୍ମାରୁ ସେ ସଂଯମ ଆସେ। ଇଟ୍ ଇଜ୍ ଅଟୋମେଟିକ୍। ଇଏ ହେଉଛି ସ୍ୱତଃସ୍ଫୂର୍ତ୍ତ ଭାବରେ ଘଟେ। ଇଟ୍ ଇଜ୍ ଅକଲ୍ଟ ଇନ୍ ଇଟ୍ସ ଆକ୍ସନ୍। ତାର କାର୍ଯ୍ୟରେ ଏହା ହେଉଛି ଗୁହ୍ୟ ସମ୍ପୂର୍ଣ୍ଣ ଭାବରେ, ସୂକ୍ଷ୍ମ ସମ୍ପୂର୍ଣ୍ଣ ଭାବରେ। ଦେୟାରଫୋର୍ ନ୍ୟାଚୁରାଲି ଏଫେକ୍ଟିଭ। ତେଣୁ ସ୍ୱାଭାବିକ ରୂପେ ଏଇଟା ଫଳପ୍ରଦ ହୁଏ। ଦୁଇ ରକମର ସଂଯମ କଥା କହିଲେ। ଗୋଟେ ସଂଯମ ହେଉଛି ବାହାରୁ ଚେଷ୍ଟା କରାଯିବ ନିଜ ଉପରେ ଅକ୍ତିଆର ଆଣିବା ପାଇଁ, ସେଇଟା ହେଉଛି ସ୍କିନ୍ ଡିପ୍, ଚମ ଭେଦିଲା ଭଳିଆ ସେ ସଂଯମ। ଯେକୌଣସି ମୁହୂର୍ତ୍ତରେ ଜଣେ ପୁଣି ଆଉଥରେ ସେ ହୁଇଲୱିଣ୍ଡ ଭିତରେ, ଝଡ଼ ଭିତରେ ପଡ଼ିଯାଇପାରେ। ଆଉ ଗୋଟେ ସଂଯମ ହେଉଛି ଯାହା ଅନ୍ତର ଭିତରୁ ଆସେ ଏବଂ ତାହା ଫଳପ୍ରଦ ହୁଏ, କାରଣ ତାହାର କାର୍ଯ୍ୟ କରିବାର ବିଧି ହେଉଛି ସୂକ୍ଷ୍ମ। when the spirit, the inner control, ଯେତେବେଳେ ଆତ୍ମା ବା ଅନ୍ତର୍ରେ ଯେ ନିଜକୁ ସଂଯମ କରି ରଖନ୍ତି, ଅନ୍ତର୍ଯାମୀ works, it happens that even if the desire are there, ସେତେବେଳେ ଏ ଘଟଣା ଘଟେ, ଯଦିଓ କାମନା ଥାଏ, ବାସନା ଥାଏ, the occasion for their satisfaction are withdrawn from you। କିନ୍ତୁ ତାକୁ ପୂରଣ କରିବା ପାଇଁ, ସେ କାମନା ବାସନାକୁ ପୂରଣ କରିବା ପାଇଁ ଯେଉଁ ସବୁ ଘଟଣା ଘଟେ, ତାହାର କିଛି ତାର ସୁବିଧା ନଥାଏ। ତା ଅର୍ଥ ହେଉଛି କାମନାକୁ ପୂରଣ କରିବା ପାଇଁ ଯେଉଁ ଇନଷ୍ଟ୍ରୁମେଣ୍ଟ ସବୁ ଦରକାର ହୁଏ, ସେ ହାତରୁ କାଢ଼ି ନିଆଯାଏ। ଇଏ ହେଉଛି କେମିତି ନା, ଜଣେ
ଦେଖୁଛି ଯେ ଜଣେ ଭାସିଯିବ ବୋଲି ଏକା ସାଙ୍ଗରେ ସେ କଣ କରିବ ଭିତରେ ଥିବା ମାଙ୍କ ଉପସ୍ଥିତିକୁ ଆହ୍ୱାନ କରୁଛି ନିଷ୍ଠାପର ସହକାରେ ଏବଂ ସେ କଣ କରୁଛନ୍ତି ନା ଯୋଉ କାମନା ପୂରଣ କରିବା ପାଇଁ ଯୋଉ ବସ୍ତୁ ସବୁ ଦରକାର ତାକୁ ହାତରୁ ଛଡେଇ ନେଇଯାଉଛନ୍ତି ଯାହା ଫଳରେ ଜଣେ କାମନାର ସ୍ରୋତରେ ଭାସି ପାରୁନି ବଢିଆକିରି ବର୍ଣ୍ଣନା କରିଛନ୍ତି as the mother says ମା ଯେମିତି କୁହନ୍ତି some people who are destined for the spiritual life ଯେଉଁମାନେ ଆଧ୍ୟାତ୍ମିକ ଜୀବନ ପାଇଁ ଡେଷ୍ଟିନ୍ ଥାନ୍ତି ଭାଗ୍ୟରେ ଲେଖା ହେଇଥାଏ ଲୁଜ୍ ଅଲ୍ ଆର୍ଥଲି ପ୍ରପ୍ସ ଯେତେ ଜାଗତିକ ବସ୍ତୁ ସବୁ ସବୁ ହରେଇ ବସନ୍ତି whenever they wish to lean upon them ଯୋଉ ବସ୍ତୁକୁ ସେମାନେ ସହାୟ କରିବେ ହାତ ପକେଇବେ ଯୋଉ ଡାଳକୁ ହାତ ପକେଇବେ ସେ ଡାଳ ଭାଙ୍ଗିଯିବ ଯୋଉ କାରଣ ତା ବଡ଼ କାରଣ ହେଉଛି ଯେ ଭଗବାନ ଡିସାଇଡ୍ କରିଛନ୍ତି ଏ ଲୋକ ମୋତେ ପାଇବ ବୋଲି ବା ୟାର ଆଧ୍ୟାତ୍ମିକ ଜୀବନ ଯାପନ ହେବ ବୋଲି ସେଇ ସକାଶେ ଆଧ୍ୟାତ୍ମିକ ଜୀବନ ଛାଡ଼ି ଆଉ ଯେକୌଣସି ବସ୍ତୁ ପର୍ଯ୍ୟନ୍ତ ଯଦି ଆଶ୍ରା କରିବ ସେ ନିଶ୍ଚୟ ଡୁବିଯିବ some people who are destined for the spiritual life lose all earthly props whenever they wish to lean upon them ଯାହା ଉପରେ ହାତ ପକେଇବ ସେ ପିତା ଶୁଣିଥାଏ ଯୋଉ ଡାଳ ଧରେ ସେଇ ଡାଳ ଭାଙ୍ଗିଯାଏ ତାର ଅର୍ଥ ଅଲଗା ଅର୍ଥ ହେଉଛି ଯୋଉଥିରେ ଆଶ୍ରୟ କରିବ ସେ କାର୍ଯ୍ୟ କରିବନି ଦେ ଲୁଜ୍ ଦେୟାର ଏଣ୍ଡିୟର୍ଡ ଅବଜେକ୍ଟ ତାଙ୍କର ଅତି ପ୍ରିୟତମ ବସ୍ତୁକୁ ସେ ହରେଇ ବସନ୍ତି whenever they are eager to cherish them ଯେତେବେଳେ ତା ଦ୍ୱାରା ନିଜର ଉପଭୋଗ କରିବାକୁ ଥାନ୍ତି ଯୋଉ ଉପଭୋଗର ଏଲିମେଣ୍ଟ ହାତରୁ ଛାଡ଼ିଯାଏ at a certain stage of growth ବିକାଶର ଏକ ବିଶେଷ ପର୍ଯ୍ୟାୟରେ the inner consciousness ଅନ୍ତର୍ଚେତନାର ଅଗ୍ରଗତିର ଏକ ପର୍ଯ୍ୟାୟରେ the demand of the soul ଆତ୍ମାର ଯୋଉ ଦାବି makes it impossible for the vital or physiovital so far it is unpurified and unprepared to secure the objects କଣ ହୁଏ ନା the demand of the soul ଆତ୍ମାର ଯୋଉ ଦାବି ସେ କଣ କରେ ନା ପ୍ରାଣଗତ ବା ଭୌତିକ ପ୍ରାଣଗତ ଯୋଉ ବସ୍ତୁ ଯାହା ଅଶୁଦ୍ଧ ଅବସ୍ଥାରେ ଥିବ ଅପ୍ରସ୍ତୁତ ଅବସ୍ଥାରେ ଥିବ ତା ପାଖକୁ ଆସିବ ସେ ଦୂରେଇ ଚାଲିଯିବ even if the lips are ଓଠ ଠିକ ପ୍ରସ୍ତୁତ ଅଛି ପିଇବା ପାଇଁ କପ୍ ଇଜ ଟେକନ୍ ଚାହା ହଟେଇ ନେଇଯିବ ଚାହା ପାଖରେ ଧୁଆ ହେଇଥିବ ହଟେଇ ଯାଇଯିବ ବଢିଆ even if the lips are the cup is taken away ରେଡି ଥିବ କାମନା ବାସନା ଉପଭୋଗ କରିବା ପାଇଁ କାମନା ବାସନା ଉପଭୋଗ କରିବା ଯନ୍ତ୍ର ସବୁ ହଟେଇ ନେଇଯିବ the circumstances themselves yield to the pressure of the inner being ପରିସ୍ଥିତି ଗୁଡ଼ିକ କଣ କରିବେ ଅନ୍ତର୍ଚେତନା ଯୋଉ ଚାପ ତା ଆଗରେ ମୁଣ୍ଡ ନୁହେଁବେ and conspire ବସିକି ସେମାନେ ସଲାସୁତର ହେବେ themselves yield to the pressure of the being conspire as it were to withhold remove all dangerous contact ଯୋଉ ସମ୍ପର୍କ ଯୋଉ ଘଟଣା ବ୍ୟକ୍ତିକୁ ସାଂସାରିକ ଜୀବନ ପାର୍ଥିବ ଜୀବନରେ ବାନ୍ଧିକି ରଖିବ ସେ ଜିନିଷ ହାତରୁ ଖସିଯିବ ଜମା ତାକୁ କରିଦେବେନି ତା କାରଣ ହେଉଛି ଅନ୍ତର୍ଚେତନା ଅଗ୍ରଗତିର ଏଭଳି ଏକ ପର୍ଯ୍ୟାୟରେ ଆସି ପହଞ୍ଚିଛି ଯୋଉ ପର୍ଯ୍ୟାୟରେ ପହଞ୍ଚିଲେ ବ୍ୟକ୍ତି ନିଶ୍ଚିତ ହବ ଯେ ତା ଭିତରେ ଭଗବାନଙ୍କୁ ସେ ପ୍ରାପ୍ତ କରିବ ଆତ୍ମ ଉପଲବ୍ଧି କରିବ ତେଣୁ ଆତ୍ମ ଉପଲବ୍ଧିର ଯେତେ ଯେତେ ବାଧା ଯୋଉ ବସ୍ତୁ ବାଧା ସ୍ୱରୂପ ଠିଆ ହୁଏ ତା ଆତ୍ମାର ଚାପରେ ହଟିଯାଏ ସେ ଜାଗାରୁ ତେଣୁ ଉପଭୋଗ କରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଉପଭୋଗ କରିହୁଏନି ଜୀବନକୁ ପାର୍ଥିବ ଚିନ୍ତା ପାର୍ଥିବ ଉପଭୋଗର ଇଚ୍ଛା ଥିଲେ ମଧ୍ୟ କାରଣ ପ୍ରାଣ ଶୁଦ୍ଧ ହେଇନଥାଏ ଭୌତିକ ପ୍ରାଣ ଶୁଦ୍ଧ ହେଇନଥାଏ ସେ ଚାହେଁ କିନ୍ତୁ ଭଗବାନଙ୍କର ସିଦ୍ଧାନ୍ତ ଏ ବ୍ୟକ୍ତି ଉପଲବ୍ଧି କରିବ ତେଣୁ ହାତରୁ ହଟେଇ ନିଆଯାଏ the being has not to say lead me not to temptation for the temptations by themselves slip away ଏଇଟା ହଉଛି lead not to temptation ହଉଛି ବାଇବେଲର ବାଣୀ କାହା କହିବାକୁ ପଡେନି ହେ ଭଗବାନ ମତେ ପ୍ରଲୁବ୍ଧ ଅବସ୍ଥାକୁ ନିଅନି ପ୍ରଲୁବ୍ଧ କରାଅନି କାହିଁକି କହିବାକୁ ପଡିବନି କାରଣ ପ୍ରଲୁବ୍ଧ ହବା ପାଇଁ ଯୋଉ ଏଲିମେଣ୍ଟ ଦରକାର ସେ ହାତରୁ ହଟି ଯାଇଛି ଅଲରେଡି କହିବାକୁ ପଡୁନି ମତେ ପ୍ରଲୁବ୍ଧ କରନି even if
The lip and the cup is taken away. The circumstances themselves yield to the pressure of the inner being and conspire अर्थ होची सलासूत्र हुଅନ୍ତି. As it were to withhold, remove all dangerous contact. जो संपर्क विपज्जनक संपर्क जहाँ मनीष को बांधिकी रखे आत्मोपलब्धि दिगरे विरोध ठिया हुए ताको आगुल हटे दिया जाए. The being has not to say, lead me not to temptation, for the temptations by themselves slip away. That is the earlier poise of the intergram we are describing. The next poise comes when the wish impulse. ये हो जी प्रारंभिक अवस्था जो अवस्था रे व्यक्ति अवस्था हुए. प्रथम कथा कौन हुए ना देयर टू स्टेजेस कथा कहले. गोटे चेष्टा करे जने जो कंट्रोल करते कंट्रोल कर पारुनी. ता कारण होची एते संकल्प शुद्धता आसेनी जोर आसेनी सेटा करि परिबो. द्वितीय रे अंतर्चेतना अभिवृद्धि लाभ करानी विकास लाभ करानी एवं से विकास विकसित अवस्था रे से कौन कौन जितेबाला कौन से अकेजन आसूचे निजक उपभोग करने से अकेजन सब दूर हो जाए. कारण अंतर्चेतनार चाप द्वारा चाप बुझी जड़े किए मो भितर अच्छा से डिसाइड कर घटना एमती भाव घटे बोली तांकर इच्छा अनुसार बाहर परिस्थिति आरेंजमेंट हो जाए जहाँ फल व्यक्ति आगे जावाक आरंभ कर. That is the earlier poise of the intergram we are discussing. The next poise comes when the wish impulses, these subjective vibrations also melt and disappear. ଯେତେବେଳେ ଇଚ୍ଛା ଆଉ ରହେନି ସଂସାରର ଯୋଉ ଆକର୍ଷଣ ଯୋଉ ଟାଣ ଟାଣ ବୋଲି ହଉଛି ବଙ୍ଗାଳ ଶବ୍ଦ ହଉଛି ଟାଣ ଟାଣ ଅର୍ଥ ହଉଛି ତାର ଯୋଉ ଦୁର୍ବାର ଆକର୍ଷଣ ସଂସାରର ସେ ନିଜେ ଡିଜଲ୍ଭ ହେବାକୁ ଆରମ୍ଭ କରେ. जदि बढ़िया वर्णना कर जो बाबू माने जो माने श्रमिक चाषी माने कौन करती खरा दिन चाष करती लंगल धरिकी चाष करती हल बलद धरिकी लंगल धरी चाष करती किसी लगे घंटा घंटा धरी चाष करती. जो बाबू मैंने एसी रूम में था कंप्यूटर चलू था 5 मिनट चाष करा कह तो अवस्था कौन हम एकदम अवस्था खराब हो. एग्जैक्टली जो माने सांसारिक जीवन यापन करती सांसारिक जीवन खराब किसी लगे. जो माने एक उन्नतर हायर जीवन यापन रही डेस्टिन टू डू इट रियलाइज द डिवाइन सांसारिक जीवन 5 मिनट रखा जाए सफोकेटेड फील करेंगे भल लगे जमा से आसे कहते. अच्छा the subjective vibration also melt and disappear. Then there appears no such things as temptations, objects, events, circumstances that might have acted in that role come and go, but the being remains indifferent. जिनस आसे एवं जाए किंतु व्यक्तिर अंतर्चेतना को स्पर्श करे नहीं. एक घटना एमती घटे जे व्यक्तिर अंतर्चेतना को स्पर्श करे नहीं. and remains being remains indifferent. व्यक्ति निर्विकार रुहे विषय बोर्ड को आस्ते जाए तासे की जाए नहीं ताको स्पर्श करें. एंड wonderful detachment wonderful because suffused with the delight of another contact. से जो रस वर्जम आम पढ़लु पढ़न काली पढ़लु बोधे रसवर्जम अर्थ हूँ जो उपभोग कर जो लालसा उपभोग कर जो लालसा सी अलरेडी डिसाइड कर. वर्जम अर्थ हूँ त्याग करवा. रस हूँ जो उपभोग कर लालसाटा लालसा जो त्याग हो विषय गुड़िक इंडिफरेन्ट लगे. यू आर नॉट अटैच्ड बाय इट. यही सकाशे आत्म उपलब्धि समय लगे जन्म जन्म लगे. कारण व्यक्ति भगवान गाड़ को मुह फेर एवं एमती एक समय आसब देख जितेबाला भगवान को मुह फेर जहाँ जहाँ बाधा होती गोटे समय प्रियतम बोली मन हेल्ले डियरेस्ट मन हेल्ले स्पर्श कर जदि अंतरात्मा सहयोग करे उपभोगर सामर्थ्य वस्तु सब दूरे हाथ. The detachment from the worldly is secure and absolute. The being has found its attachment to the divine. That is the beginning of the integral spiritualization of the nature. से कहते
ଯେ being remains indifferent ବ୍ୟକ୍ତି ଜିନିଷ ଆସେ ଯାଏ ଲୋକ କେବେ ବି କୋଉଥିରେ ଭାସି ଯାଏନି ତା ସାଙ୍ଗେ କୋଉଠି ସମ୍ପର୍କ ରହେନି ଏବଂ କାରଣ ସେ ଆଉ ଏକ ଆନନ୍ଦମୟ ଅବସ୍ଥାକୁ କଣ୍ଟାକ୍ଟ କରୁଛି ଯଦି ନିଜ ଭିତରର ଯଦି ନିଜ ଭିତରର ସେ ଅବସ୍ଥା ସାଙ୍ଗରେ ଜଣେ ମୁହୂର୍ତ୍ତକ ପାଇଁ ବି ଆସେ ତାହେଲେ ବାହ୍ୟ ଜୀବନର ଆକର୍ଷଣ ତାକୁ ଏତେ ବଡ଼ ମନେ ହବନି କାରଣ ଯୋଉ ରସ ଜଣେ ପାଇଛି ଯେ ଯୋଉମାନେ ତାକୁ ଏମିତି କୁହାଯାଇଛି ଯିଏ ସାଲେପୁର ରସଗୋଲା ଖାଇଛି ଗାଁର ଚିକିଟା ଗୁଡ଼ ତାକୁ ଭଲ ଲାଗିବନି ଗାଁର ଚିକିଟା ଗୁଡ଼ ତାକୁ ଭଲ ଲାଗିବ ଯେପର୍ଯ୍ୟନ୍ତ ସେ ଅନ୍ୟଟା ରସ ଆସ୍ୱାଦନ କରେ ଏକ୍ଜାକ୍ଟଲି ଏହା ହିଁ ଘଟେ ଯେ ଭିତରରେ ଯେ ଆନନ୍ଦ ରହିଛି ଶାନ୍ତି ରହିଛି ସବୁ ସମସ୍ୟାର ସମାଧାନ ଭିତରେ ରହିଛି ଏକଥା ଜଣେ ବହିରେ ପଢ଼ୁଥାଏ ଶୁଣୁଥାଏ ନିଜର ବ୍ୟକ୍ତିଗତ ଅନୁଭବ ନଥାଏ ଥରେ ବ୍ୟକ୍ତିଗତ ଅନୁଭବ ଆସିଲେ ସେ ବସ୍ତୁ ଅଲଗା ରକମ ଭାବରେ ପ୍ରତିଭାତ ହୁଏ ଦି ଡିଟାଚମେଣ୍ଟ ଫ୍ରମ୍ ଦି ୱାର୍ଲଡଲି ଇଜ୍ ସିକ୍ୟୁର ଆଣ୍ଡ ଆବସଲ୍ୟୁଟ୍ ଏଇଟା ନିଶ୍ଚିତ ହେଇଯାଏ ସାଧାରଣ ଜୀବନରୁ ଅଲଗା ହେଇଯିବା କାରଣ ବିକଜ ଦି ବିଇଂ ହାଜ୍ ଫାଉଣ୍ଡ ଇଟ୍ସ ଆଟାଚମେଣ୍ଟ ଟୁ ଦ ଡିଭାଇନ୍ ବ୍ୟକ୍ତି କ'ଣ କରିଛି ଭଗବାନ ସାଙ୍ଗେ ତା ସମ୍ପର୍କ ସ୍ଥିର କରିସାରିଛି ଦ୍ୟାଟ୍ ଇଜ୍ ଦ ବିଗିନିଂ ଅଫ୍ ଦ ଇଣ୍ଟିଗ୍ରାଲ ସ୍ପିରିଚୁଆଲିଜମ୍ ଅଫ୍ ଦ ନେଚର ଏ ହେଉଛି ସମଗ୍ର ପ୍ରକୃତିର ପରିବର୍ତ୍ତନ ପରିପୂର୍ଣ୍ଣ ପରିବର୍ତ୍ତନ ଏ ହେଉଛି ତାର ପ୍ରାରମ୍ଭ ଦେର୍ ଆର୍ ଟୁ ଟାଇପ୍ସ ହ୍ୱିଚ୍ ମିନ୍ସ ଟୁ ଷ୍ଟେଜେସ୍ ତା ପୂର୍ବରୁ ଆମେ ପଢ଼ିଛୁ ତିନିଟା କଣ୍ଡିସନ ସେଟା ଅଲଗା ଅଲଗା ବିଷୟ କହୁଛନ୍ତି ପ୍ରଥମ କଣ୍ଡିସନ କ'ଣ ହେଉଛି ଯେ ଜଣେ ସଂକଳ୍ପ ନେଲା ଦ୍ୱିତୀୟରେ ସଂଘର୍ଷ ହେଲା ସଂକଳ୍ପ ନେଲା ସଂକଳ୍ପ ନେବା ମାନେ ଯେ ହେଇଗଲା ତା କଥା ନୁହେଁ ହଁ ବୋଲି କହିଲା ଆଡ଼ମିସନ୍ ନେଲା ପ୍ରଥମ ହେଉଛି କଲେଜରେ ଆଡ଼ମିସନ୍ ନେବା ପାଇଁ ଠିକ୍ କଲା ଦ୍ୱିତୀୟରେ ହେଉଛି ଆଡ଼ମିସନ୍ ନେଲା ତୃତୀୟ ହେଉଛି ପଢ଼ାପଢ଼ି ଆରମ୍ଭ ହେଲା ପରୀକ୍ଷା ହେଲା ଯେ କେବଳ ହଁ ବୋଲି କହିଦେଲେ ହୁଏନି ନାୟ ଆତ୍ମା ପ୍ରବଚନେ ନ ଲଭ୍ୟ ବହି ପଢ଼ିକିରି କେହି କେହି ଭଗବାନଙ୍କୁ ପାଇନି ନ ମେଧା ବୁଦ୍ଧି ଖର୍ଚ୍ଚ କରିକି କେହି କେହି ଭଗବାନଙ୍କୁ ପାଇନି କାରଣ ସେଠି ଆଉ ଏକ କିଛି ବସ୍ତୁ ଦରକାର ଯୋଉଟା ଏଠି ନାହିଁ ବୋଲି ଆମେ ପଢ଼ିବା ସିନ୍ସିୟରିଟି ବିଷୟ ଭଗବାନଙ୍କ ପ୍ରତି ଗୋଟେ ଆକର୍ଷଣ ଥାଏ ମନେ ପଡ଼ୁନି ଯୋଉଟା ମହାରାଜ ଲେଖିଛନ୍ତି ସେ କ'ଣ ହେଇଛି ନା ତାଙ୍କ ପଛଆଡ଼େ ଘୋଡ଼ା ସବାର ଦୌଡ଼ୁଛନ୍ତି ସେ ଘର ଛାଡ଼ିକି ବୃନ୍ଦାବନ ପଳାଉଛନ୍ତି ଘୋଡ଼ା ମାନେ ନିୟର ହେଇ ଆସିଲେନି ସୈନ୍ୟମାନେ ତାଙ୍କୁ ନେଇଯିବେ ବୋଲି ଇଏ କ'ଣ କରୁଛି ଗୋଟେ ପଚା ଓଟ ଗୋଟେ ପଡ଼ିଛି ମରିଯାଇଛି ତା ସବୁ ପଚି ଯାଇଛି ଭିତରେ ଭୟଙ୍କର ଦୁର୍ଗନ୍ଧ ହେଉଛି ସେ କ'ଣ କରୁଛନ୍ତି ତାର ଭିତରେ ପଶି ଯାଉଛନ୍ତି ଘୋଡ଼ା ସବାର ମାନେ ଆସୁଛନ୍ତି ଆସିକିରି କ'ଣ କରୁଛନ୍ତି ସେ ଘୋଡ଼ା ସବାର ମାନେ ପାଖକୁ ଆସିପାରିବେନି ନା ଏତେ ଗନ୍ଧ ହେଉଛି ସେ ଆସିକି ପାଉନାହାନ୍ତି ଫେରି ଯାଉଛନ୍ତି ସେଠି ଲେଖକ କମେଣ୍ଟ କରୁଛନ୍ତି ଯେ ସାଂସାରିକ ଗନ୍ଧ ତାକୁ ଏତେ ଦୁର୍ଗନ୍ଧ ହେଇଛି ତା ତୁଳନାରେ ଓଟର ପେଟ ସେ ଏତେ ଦୁର୍ଗନ୍ଧ ଲାଗୁଛି ଆମେ ଯଦି ଲିଟିଲ୍ ଷ୍ଟ୍ରଗଲ୍ ସାଧାରଣ ଷ୍ଟ୍ରଗଲ୍ ଯେଉଁ ସଂଘର୍ଷ ସେଇ ସଂଘର୍ଷ ଆମକୁ ଏନ୍ଜୟେବଲ୍ ଲାଗୁଛି ଘର ସଂସାର କରିକିରି କଜିଆ କରିବା କିଛି ଏନ୍ଜୟେବଲ୍ ଲାଗୁଛି ନଟ୍ ଡିଫରେଣ୍ଟ ନୁହେଁ କିନ୍ତୁ ଯେଉଁମାନଙ୍କର ଭିତରେ ଡିପ୍ ଆଟ୍ରାକ୍ସନ୍ ଯେଉଁମାନେ ଦୁଇ ପ୍ରକାର ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ଯେଉଁମାନଙ୍କୁ ଭଗବାନଙ୍କୁ ପାଇବେ ସେ ବକ୍ତୃତା ଦେଉଛନ୍ତି ଦୁଇ ରକମ ଲୋକ ଅଛନ୍ତି ଯେଉଁମାନେ ବକ୍ତୃତା ଦେଉଛନ୍ତି ସେମାନେ ହେଉଛନ୍ତି ଅର୍ଡ଼ିନାରୀ ଟାଇପ୍ର ଓନ୍ଲି ଇଣ୍ଟେଲେକ୍ଟ ରିଜନ୍ ଆଜ୍ ଦ ଗଭର୍ଣ୍ଣର ଅଫ୍ ଲାଇଫ୍ ଗୋଟେ ଚାପ୍ଟର ଅଛି ହ୍ୟୁମାନ୍ ସାଇକେଲ୍ ସେଥିରେ ବର୍ଣ୍ଣନା କରାହେଇଛି ଏଠାରେ ଇଣ୍ଟେଲେକ୍ଟ କ'ଣ ହେଇଛି ନା କିଛି ବାଟ ଯାଇଛି ଯାଇକରି କନଭିନ୍ସ ହେଉଛି ଯେ ଭଗବାନ ପାଇବା ଦରକାର ବୋଲି ଦ୍ୟାଟ୍ ଅଲସୋ ମିନ୍ସ ହାଜ୍ ରିୟଲାଇଜ୍ ଦ ଡିଭାଇନ୍ ବୁଦ୍ଧି କନଭିନ୍ସ ହେଉଛି ହଁ ଭଗବାନଙ୍କୁ ପାଇବା ବୁଦ୍ଧି ଯଦି କନଭିନ୍ସ ହେଇପାରିଲା ତା କାମ ଛିଣ୍ଡିଗଲା ବୁଦ୍ଧି କନଭିନ୍ସ ହେବ ନିଶ୍ଚିତ ହେବ ଯେ ଭଗବାନଙ୍କୁ ପାଇବା ବହୁତ ଦରକାର ଏଇଟା ହେଉଛି ବଡ଼ କଥା ଭଗବାନଙ୍କୁ ପାଇବା ବିଷୟରେ ବକ୍ତବ୍ୟ ଦେବା ଅପେକ୍ଷା ଭଗବତ ଉପଲବ୍ଧି ହେଉଛି ବଡ଼ ଏଇ ଗୋଟିକ ଯଦି କନଭିନ୍ସ ହେବ ରିଜିନ୍ର ଯେଉଁ କାର୍ଯ୍ୟ ସେ ସରିଗଲା ରିଜିନ୍ ନେଇକି ପହଞ୍ଚେଇଦେଲା ଗେଟ୍ ପାଖରେ ସେ ଗେଟ୍ ପାଖରେ ତୁମେ ବର୍ତ୍ତମାନ ନିଜେ ଯିବା ଆରମ୍ଭ କରିବ ଏହା ହିଁ ହେଉଛି କଥା ଆମେ ପଢ଼ିବା ସିନ୍ସିୟରିଟି ବିଷୟରେ କହୁଛନ୍ତି ଦି ଫାର୍ଷ୍ଟ କଣ୍ଡିସନ୍ ଅଫ୍ ଦି ସ୍ପିରିଚୁଆଲ ଲାଇଫ୍ ଆଣ୍ଡ ଦି ଲାଷ୍ଟ କଣ୍ଡିସନ୍ ଆଜ୍ ୱେଲ୍ ଆଧ୍ୟାତ୍ମିକ ଜୀବନର ପ୍ରଥମ ସର୍ତ୍ତ ଏବଂ ଶେଷ ସର୍ତ୍ତ ଫାର୍ଷ୍ଟ କଣ୍ଡିସନ୍ ଅଫ୍ ଦି ସ୍ପିରିଚୁଆଲ ଲାଇଫ୍ ଆଣ୍ଡ ଦି ଲାଷ୍ଟ କଣ୍ଡିସନ୍ ଆଜ୍ ୱେଲ୍ ଇଜ୍ ସିନ୍ସିୟରିଟି ହେଉଛି ଆନ୍ତରିକତା ସିନ୍ସିୟରିଟିର ଓଡ଼ିଆ କ'ଣ ହେବ
ସିନ୍ସିୟରିଟିର ଓଡ଼ିଆ ହେଉଛି ସତରେ ଚାହିଁବା। ସତରେ ଚାହିଁବା। ମାନେ ମୁଁ କହୁଛି ଏହା ଦେଖ ଏ କାମ କରିବା ଉଚିତ, ସେ କାମ କରିବା ଉଚିତ, ଇଏ ହେଉଛି ସତରେ ଚାହିଁବା ନୁହେଁ। ନିଷ୍ଠା ହେଉଛି ଏଭଳି ଏକ ବିଷୟ, ଅପୂର୍ବ ବିଷୟ ନିଷ୍ଠା ଯେ ବ୍ୟକ୍ତି ଗୋଟେ ସେଣ୍ଟ୍ରାଲ ସିନ୍ସିୟରିଟି ବୋଲି ଗୋଟେ ଅଛି, କେନ୍ଦ୍ରୀୟ ସଂକଳ୍ପ ବୋଲି। ସେଥିରେ କ'ଣ କରାଯାଏ ନା କେନ୍ଦ୍ରୀୟ ସଂକଳ୍ପରେ ଜଣେ ସତରେ ଚାହୁଁଥାଏ। ଯାହା ଦେଲେ ମଧ୍ୟ ହଁ, 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 ଏଇଟା ନୁହେଁ। ନେତି ନେତି ବୋଲି ଗୋଟେ ଶବ୍ଦ ଅଛି। ନେତି ନେତି ମାନେ ଏଇଟା ନୁହେଁ, ଏଇଟା ନୁହେଁ। କୋଉଟା ସେ କହିପାରୁନି କିନ୍ତୁ ଏଇଟା ନୁହେଁ ବୋଲି। ତେଣୁ ସଂସାରରେ ଯେତେବେଳେ ବିଭିନ୍ନ ଘଟଣା ଘଟିଯାଏ ଜୀବନରେ, ବହୁ ବିଷୟ ଆଖି ଆଗରେ ଦେଖାଯାଏ ଏବଂ ତାକୁ ଉପଭୋଗ କରିବା ପାଇଁ ପ୍ରେରଣା ମଧ୍ୟ ଆସେ। ବ୍ୟକ୍ତି ଦେଖେ ଯେ ଇଟ୍ ଇଜ୍ ନଟ୍ କରେକ୍ଟ। ଏଇ ସକାଶେ କିଛି ଜନ୍ମ ଲାଗେ। କାରଣ ଭଗବାନ ହେଉଛନ୍ତି ସ୍ୱାଧୀନ, ମୁକ୍ତ। ଆତ୍ମା ହେଉଛି ମୁକ୍ତ। ଆତ୍ମା ମୁକ୍ତ ଭାବରେ ଡିସାଇଡ୍ କରିବ ଯେ ମୁଁ ଭଗବାନଙ୍କୁ ଚାହିଁଛି। One must sincerely want the spiritual life in order to have it. ଜଣେ ଏଇ ଆଧ୍ୟାତ୍ମିକ ଜୀବନ ଯାପନ କରିବାକୁ ହେଲେ, ପ୍ରାପ୍ତ କରିବାକୁ ହେଲେ ଜଣେ ନିଷ୍ଠାପର ସହକାରେ ତାକୁ ଚାହିଁବା ଦରକାର। ତାକୁ ଦେଖେଇ ଦିଆଯିବ ବହୁ ବିଷୟ। ଯେମିତି ଏଇଟା ନାହିଁ, ଏ ଯୋଉ କୁରାଢ଼ୀ କାଠ କାଟୁଛି, କାଠ କାଟୁଛି। କିଏ କାଟୁଛି? କାଠିରେ କାଠ କାଟୁଛି କୁରାଢ଼ୀରେ। ନଈ କୂଳରେ ଗଛ ବସି କୁରାଢ଼ୀଟା ଖସି ପଡ଼ିଲା ହାତରୁ ନଈ। ହାଁ? ଏଇ ମୁଣ୍ଡରେ ହାତ ଦେଇ ବସିଲା ଆଉ କାନ୍ଦିଲା। ଜଳଦେବୀ ବାହାରି ଆସିଲେ। ସେଥିରୁ କହିଲେ ଯେ କାଇଁ କାନ୍ଦୁଛୁ? ନା ମୋ କୁରାଢ଼ୀ ହଜିଗଲା, ଏ ପାଣିରେ ପଡ଼ିଗଲା। ସେ କ'ଣ କଲେ ଗୋଟେ ସୁନା କୁରାଢ଼ୀ ଦେଖେଇଲେ, କହିଲେ ଏଇଟା? ନା ଏଇଟା ମୋର ନୁହେଁ। ରୂପା କୁରାଢ଼ୀ ଦେଖିଲେ, ଏଇଟା ମୋର ନୁହେଁ। ତମ୍ବା କୁରାଢ଼ୀ ଦେଖିଲେ, ଏଇଟା ମୋର ନୁହେଁ। ଲୁହା କୁରାଢ଼ୀ ଦେଖିଲେ, ହଁ ଏଇଟା ହେଇଛି ମୋର। ସେଥିପାଇଁ ସେ ତାକୁ ଖୁସି ହେଇକିରି ସୁନା ତମ୍ବା ସବୁ କୁରାଢ଼ୀ ଦେଲେ। ଏଇଟା ହେଉଛି ଯୋଉଟା ତୁମ ପର୍ପସ୍ ସଲ୍ଭ କରିବ। ସିନ୍ସିୟରିଟିର ଅର୍ଥ ହେଉଛି ଯୋଉଟା ମୋର ଉଦ୍ଦେଶ୍ୟ ସାଧନ କରିବ, ସେ ଗୋଟିକ ମୁଁ ଚାହିଁବି। ଅନ୍ୟ ଗୁଡ଼ାକ ଆସି ପହଞ୍ଚିବ। ମୋର ଏପର୍ଯ୍ୟନ୍ତ ଧାରଣା ଅଛି ଟଙ୍କା ପଇସା ଯଦି ମୋତେ ବହୁତ ମିଳିଯିବ, ମୋ ଜୀବନ ସୁଖରେ କଟିଯିବ। ମୋର ଧାରଣା ଅଛି ଏପର୍ଯ୍ୟନ୍ତ। ଯାହା କୁହ ନା କାହିଁକି, ଟଙ୍କା ତାମାନେ ଗୋଟେ ସିଚୁଏସନ୍ କ୍ରିଏଟ୍ ହବ। ଯୋଉ ସିଚୁଏସନ୍‌ରେ ଟଙ୍କା ପଇସା ସବୁ ଆସିବ, ସୁଖ ଚାଲିଯିବ ଜୀବନ। ଯୋଉ ଯାହାକୁ ମୁଁ ପ୍ରାପ୍ତ କରିବା ସକାଶେ ଟଙ୍କା ପଇସା ମୁଁ ଖୋଜୁଛି, ସେଇ ଜିନିଷ ମୋଠୁ ହଜିଯିବ। କିନ୍ତୁ ଟଙ୍କା ପଇସା ଆସି ପହଞ୍ଚିବ। ମୁଁ ଠିକ୍ ସେ ଭାବରେ ମୁଁ ଯଦି ଗୋଟେ ବହୁତ ବଡ଼ ପୋଜିସନ୍‌ରେ ରହିବି, ବହୁ ବ୍ୟକ୍ତି ମୋତେ ସମ୍ମାନ କରିବେ, ମୋ ଜୀବନରେ ସୁଖ ଆସିବ। ତାହା ହିଁ ଘଟିବ। ଏଇ ଜନ୍ମ ନହେଲେ ଆଉ କୋଉ ଜନ୍ମରେ ଘଟିବ। ଯେ ମୁଁ ବହୁ ବଡ଼ ପୋଜିସନ୍ ଆସିବି, ଲୋକ ଆସିବେ, ସମ୍ମାନ କରିବେ, ପ୍ରଣାମ କରିବେ। କିନ୍ତୁ ଆଇ ୱିଲ୍ ନଟ୍ ନେଭର୍ ଗେଟ୍ ସାଟିସ୍ଫାକ୍ସନ୍। ପ୍ରତ୍ୟେକ ଯୋଉ ଇଚ୍ଛା ଥାଏ, ସେ ଇଚ୍ଛା ୱାନ୍ ୱେ ଅର୍ ଅଦର୍ ନିଶ୍ଚୟ ପୂରଣ ହବ। ମା କହିଲେ ଯେ ତାଙ୍କର ଇଚ୍ଛା ଥିଲା ହିମାଳୟ ଯିବା ପାଇଁ। ସେ ବସିଛନ୍ତି, ସାମ୍ନାରେ ପାଚେରୀ ଉପରେ ଗୋଟେ କାଚ ଥୁଆ ହେଇଛି। ସେ କାଚ ରିଫ୍ଲେକ୍ସନ୍ ହେଉଛି ଏଇଟା। କହିଲେ ଏଣ୍ଟାୟାର ଅନୁଭୂତି ଆସିଗଲା ହିମାଳୟ ଯିବାର। ଆଉ ତ କାର୍ଯ୍ୟ ହେଇଗଲା। ଆମେ କ'ଣ କରୁ, କୌଣସି ଜିନିଷ ଖାଉ ବା ରଖୁ, ତା ପଶ୍ଚାତରେ ଗୋଟେ ଅନୁଭବ କରିବା ବା ଗୋଟେ ଆହ୍ଲାଦ ପାଇବାର ଇଚ୍ଛା ଥାଏ, ଗୋଟେ ଅନୁଭୂତି ଥାଏ। ସେ ଅନୁଭୂତି ପାଇଲେ ଆଉ ଜିନିଷର ଆବଶ୍ୟକ ପଡ଼େନି। One must sincerely want the spiritual life in order to have it. ଆଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ ତାକୁ ନିଷ୍ଠାପର ସହକାରେ ଚାହିଁବା ଦରକାର। ଦି ସୋଲ୍, ଦି ସାଇକିକ୍ ବିଙ୍ଗ ଇଜ୍ ଅଲୱେଜ୍ ସିନ୍ସିୟର। ଆମ ଭିତରେ କୋଉ ଅଂଶଟା ଆନ୍ତରିକ ଅଛି, କୋଉ ଅଂଶଟା ନିଷ୍ଠାପର ଅଛି। ଆମ ଭିତରେ ଥିବା ଆତ୍ମା ବା ଚୈତ୍ୟ ପୁରୁଷ ନିଷ୍ଠାପର। ତା ମାନେ ଆମେ ଯାହାକୁ ମୁଁ ବୋଲି କହୁଛୁ, ଆମେ ଗୋଟେ ମୁଁ ବୋଲି ନିଜକୁ କହୁଛୁ, ତାର ପଶ୍ଚାତରେ ଯୋଉ ପୋର୍ସନ୍ ଅଛି, ଯୋଉ ଅଂଶ ରହିଛି, ସେଇ ଅଂଶ କଣ୍ଟାକ୍ଟରେ ଆସିଲେ ସିନ୍ସିୟରିଟି ୱିଲ୍ ଫ୍ଲୋ ଟୁ ଅସ୍ automatically. Acha, the soul, the psychic being is always sincere. It is made of the very stuff of sincerity. କୋଉଥିରେ ତିଆରି କରାହେଇଛି ଚୈତ୍ୟ ପୁରୁଷ? ନା ଆନ୍ତରିକତାରେ ହିଁ ତିଆରି କରାହେଇଛି। ତେଣୁ ଯେମିତି ଗୋଟେ ଖାଲି ତାର, ଇଲେକ୍ଟ୍ରିକ୍ ତାରକୁ ଛୁଇଁଲେ କରେଣ୍ଟ ସକ୍ ବାଜେ ନିଜ ଭିତରେ, ସକ୍ ବାଜେ ଇଲେକ୍ଟ୍ରିକ୍ ତାରକୁ ଛୁଇଁଲେ, ଠିକ୍ ସେଇଭଳି ସାଇକିକ୍ ବିଙ୍ଗକୁ ଚୈତ୍ୟ ପୁରୁଷକୁ ଛୁଇଁଲେ ଆନ୍ତରିକତା ନିଜ ଭିତରେ ଖେଳିଯାଏ ସ୍ୱାଭାବିକ ରୂପେ। It is made of the very stuff of sincerity, for it is a part or a spark of the divine consciousness itself. ତା କାରଣ ହେଉଛି ଦିବ୍ୟ ଚେତନାର, ଭଗବତ ଚେତନାର ଏଇଟା ହେଉଛି ଏକ ଅଂଶ, ଏକ ସ୍ଫୁଲିଙ୍ଗ। କିଏ? ଚୈତ୍ୟ ପୁରୁଷ। When one feels the call, ଜଣେ ଯେତେବେଳେ ଡାକ ଅନୁଭବ କରେ,
ଆତ୍ମାର ଆହ୍ୱାନ ଆତ୍ମାର ଜାଗୃତି ଗୋଟେ ବହି ଅଛି, ପଢ଼ିଛ? ଆତ୍ମାର ଆହ୍ୱାନ ଆତ୍ମାର ଜାଗୃତି, କେଡ଼େ ମୋଟା ବହିଟା, ଗ୍ରନ୍ଥାବଳୀ ଭଳିଆ ନୁହେଁ, ଦେଖିନ କି? ଆରେ ଏଡ଼ିକି ଟିକେ ବହି, 8-10 ପେଜ୍ ହବ ସେଇଟା। ଆଚ୍ଛା, ସେଇଥିରେ ଏ ବିଷୟ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। When one feels the call, turns one's back to the worldly life, ଯେତେବେଳେ ଡାକ ଅନୁଭବ କରେ, ଭୌତିକ ଜୀବନକୁ ମୁହଁ ଫେରେଇ ଦିଏ, moves towards the life spiritual, ଆଧ୍ୟାତ୍ମିକ ଜୀବନ ଆଡ଼କୁ ଅଗ୍ରଗତି କରେ, one follows then the urge of one's true being, ଭିତର ଯୋଉ ଟାଣ ସେ ବାହାରି ଆସେ, ଭିତରେ ଯୋଉ ଯୋଉଟା ଟାଣ, ଯୋଉଟା ଯୋଉ ଝୁଙ୍କ ଭଗବାନଙ୍କ ପ୍ରତି, ସେ ବାହାରି ଆସେ। The psychic being, one is then naturally sincere, ଯେତେବେଳେ ଜଣେ ଏ ଡାକ ଅନୁଭବ କରେ, ଯେତେବେଳେ ଭୌତିକ ଜୀବନ ତାକୁ ସନ୍ତୋଷ ଦେଇପାରେନି, ଜଣେ ପଚାରିଲେ ମାଙ୍କୁ ଯେ ମା କେମିତି ମୁଁ ଆଶ୍ରମ ଆସି ରହିବାକୁ ଚାହୁଁଛି, କେମିତି ଆସିବି? ମା ଉତ୍ତର ଦେଲେ, ଯେତେବେଳେ ତୁମକୁ ବାହାର ଜୀବନରେ ରହିପାରୁଛ ସେ ପର୍ଯ୍ୟନ୍ତ ଆଶ୍ରମ ଆସିପାରିବ। ଯେତେବେଳେ ବାହାର ଜୀବନ ଆଉ ମୋତେ ସଫୋକେଟେଡ୍ ଲାଗିବ, ଆଉ ଜମା ଭଲ ଲାଗିବନି, କୌଣସି ନା କୌଣସି ମୁଁ ପଳେଇ ଆସିପାରିବି ଏଠିକି। ଗୋଟେ କୋଉ ଜାଗାରେ ମା ବର୍ଣ୍ଣନା କରିଛନ୍ତି ଯେ ହ୍ୱାଟ୍ ଇଜ୍ ଦ କଣ୍ଡିସନ୍ ଆଶ୍ରମ ରହିବା ପାଇଁ, ତ ଗୋଟିଏ ଥିଲା ଯେତେବେଳେ ତୁମେ ବାହାରେ କେବେ ବି ଆଡ଼ଜଷ୍ଟ କରିପାରିବନି ନିଜକୁ, ସେତେବେଳେ ୟୁ କ୍ୟାନ୍ ଟର୍ନ। One follows then the urge of one's true being, psychic being. One is then naturally sincere, firmly and spontaneous, devoted to the divine. ସ୍ୱତଃସ୍ଫୂର୍ତ୍ତ ଭାବରେ ଦୃଢ଼ ଭାବରେ ଭଗବାନଙ୍କୁ ମୁହଁ ଫେରେଇବ। Unequivocally loyal and faithful to the beloved and the master. ତାର ତୁଳନା ନାହିଁ, ଭଗବାନଙ୍କ ପ୍ରତି, ପରମ ପ୍ରେମିକଙ୍କ ପ୍ରତି ବିଶ୍ୱସ୍ତ ହେବ, ପରମ ପ୍ରଭୁଙ୍କ ପାଖରେ ନିଜକୁ ଦେଇଦେବ। ଏଇ ନିଜକୁ ଦେଇଦେବାଟା ଆମେ କେବଳ ବକ୍ତୃତା କରୁଛୁ, କହୁଛୁ, କିନ୍ତୁ ଦେବାର ଅନୁଭୂତି କେବେ ଆମ ପାଖରେ ନାହିଁ। ଆମେ ତାଙ୍କର ହେଇଯାଇଛୁ, ଆମେ ତାଙ୍କ ଆଗରେ ଠିଆ ହେଇ କହୁଛୁ ଯେ ମୁଁ ତମର ବୋଲି, ଏଇଟା ଆମ ମୁହଁରେ କୁହାଯାଉଛି, କିନ୍ତୁ ଇଟ୍ ଇଜ୍ ନଟ୍ ଆନ୍ ଏକ୍ସପିରିଏନ୍ସ ଫର୍ ଅସ୍। ଯେତେବେଳେ ମଣିଷର ଭିତରେ ଏଇଟା ଗୋଟେ ଅନୁଭୂତି ହେଇକି ଦେଖାଦେବ, ଇଟ୍ ଇଜ୍ ଏ ରିଅଲ୍ ଥିଙ୍ଗ, ଏଇଟା ଗୋଟେ କଳ୍ପନା ବସ୍ତୁ ନୁହେଁ, ଅନୁଭୂତି ହେଇ ଦେଖାଦେବ, ସେତେବେଳେ ବାହ୍ୟ ଜୀବନ ପରିବର୍ତ୍ତନକୁ ଆରମ୍ଭ କରିବ। ଏଇଠି ଯୋଉ ବିଷୟ ପ୍ରଶ୍ନ ଉଠେ ଯେ ସତରେ ଏମିତି ଜିନିଷ ଅଛି କି? ସତରେ ଭଗବାନ ମାନେ ଭଗବାନ ଯଦି ଚାହିଁବେ ମୁଁ ତାଙ୍କର ହେଇଯିବି କି? ସତରେ ଭଗବାନ ମୋ ଜୀବନରେ ହସ୍ତକ୍ଷେପ କରନ୍ତୁ, ଏଇଟା ଠିକ୍ କି? ଏଇ ଅନୁଭୂତି ହେଇପାରିବ କି? ଏଠି ସେ କହୁଛନ୍ତି ଅନୁଭୂତି ନିଶ୍ଚୟ ହେଇପାରିବ। ଜଣେ ଯଦି ସତରେ ଭଗବାନଙ୍କୁ ଚାହେଁ, ଏବଂ କେମିତି କ'ଣ ଜିନିଷ ସବୁ ହବାକୁ ଆରମ୍ଭ କରିବ, ଯାହାଫଳରେ ଜଣେ ଭଗବାନଙ୍କ ହବାକୁ ଆରମ୍ଭ କରିବ, ଏବଂ ଏ ଅନୁଭବ ନିଜ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ। ଏ ଅନୁଭବର ଫଳ ହେବ ଯେ ମଣିଷ ତାଙ୍କର ହେଇଯାଇଛି ପୁରା।